କ'ଣ ହେଉଥିଲା ଆକ୍ଚୁଆଲି 2017 ମସିହାରେ କ'ଣ ହେଇଥିଲା? ହେମୋଗ୍ଲୋବିନ୍ କମ୍ ଥିଲା, ମାନେ ଜିରୋ ହେଇଥିଲା। ପୁରା ଜିରୋ ହେଇଥିଲା। ଆପଣ କେତେ ବର୍ଷ ପର୍ଯ୍ୟନ୍ତ ବ୍ଲଡ଼ ନେଲେ? 3 ବର୍ଷ ରହିଲେ। 3 ବର୍ଷ। କେତେଟା ନେଇଛନ୍ତି? 216 ଟଙ୍କା। ଚିନ୍ତା କର 216ଟା ବ୍ଲଡ଼ ନେଇଛନ୍ତି। ତାପରେ 216ଟା ନେଲା ପରେ ବି ଆମର କୋଭିଡ଼ ମଧ୍ୟ ଆସିଲା। 4 ଘଣ୍ଟାରେ 72 ଘଣ୍ଟାରେ 4ଟା, 72 ଘଣ୍ଟାରେ 4ଟା, 40 ବର୍ଷ 72 ଘଣ୍ଟା ମାନେ 24 3 3 ଦିନରେ ଥରେ 4ଟା ବ୍ଲଡ଼ ଦେଉଛି। ପୁଣି 72 ଘଣ୍ଟା ଛଡ଼ି ପୁଣି ଯେତେ ଡିଷ୍ଟାନ୍ସ ହେଇଗଲେ ବହୁତ ଲୋକ ବ୍ଲଡ଼ ଦେଇଛନ୍ତି, ତାକୁ ବହୁତ ସେବା ମଙ୍ଗଳ କରେ। ତାପରେ ଆଉ ଗୋଟେ କଥା, ମୁଁ ଯେତେବେଳେ ଯାଇଲି ସେତେବେଳେ କୋଭିଡ଼ ସମୟ ହେଇଥିଲା। ମାନେ କକାଙ୍କର କ'ଣ ହେଇଛି, ସେତେବେଳେ ତାଙ୍କର ଯେଉଁ ମେ ମାସରେ ନେବା କଥା, ଜୁନ୍ ମାସରେ ନେବା କଥା, ମେ ମାସରେ ନେଇଥିଲେ ବ୍ଲଡ଼, ଯେଉଁ ଏପ୍ରିଲ ମାସରେ ନେଇଥିଲେ, ନାଇଁ ବୁଝିପାରିଲେ, ମେ ମାସରେ ନେଇଥିଲେ, ଜୁଲାଇ ମାସରେ ନେବା କଥା ବ୍ଲଡ଼ ନେଲା ପରେ ଆମର ତାଙ୍କ ପୁଅ ଭୁବନେଶ୍ୱର ରହିବ, ଏଇଟା ସତ୍ୟ କଥା। ଭୁବନେଶ୍ୱର ହେଲା ବେଳକୁ ମୁଁ ଯେଉଁ ତାଙ୍କୁ ଦେଇଥିଲି ଯେଉଁ ଅର୍ଜୁନ ବଟି ସ୍ୱର୍ଣ୍ଣବଟି, ସିଏ କୌଣସି ଜୀବନ ବିକଳରେ ଆକ୍ଚୁଆଲି ସେ ଜିନିଷଟା ଖାଇଛନ୍ତି, ଠିକ୍ ନା କବାଟି? ତାପରେ ସେ 25 ଦିନ ଖାଇକି ମୋ ଘରକୁ ସେ ଯାଇଛନ୍ତି। ତାପରେ କ'ଣ ହେଲା କୁହନ୍ତୁ? ଖାଇବା ପରେ ଔଷଧ ଖାଇବା ପାଇଁ ବହୁତ ପଚାରୁଥିଲି, ପୁଅ ଏମିତି ତୁମର ହେଉଛି କ'ଣ କରିବା ଆଉ କିଛି ଖାଅ। ନାଇଁ ଖାଇଲା ପରେ କ'ଣ ହେଲା? ଖାଇଲା ପରେ ମୋତେ ଯେଉଁ କୋଶ୍ଚିନ୍ କରିଥିଲେ, ମାନେ ଖାଇଲି ମୁଁ 25 ଦିନ ପରେ ନାଲି ଖଣ୍ଡିଆ ହେଲା ପରେ ନାଲି ବ୍ଲଡ଼ ଦେଖିନଥିଲି, କହିଥିଲି ନା ମୋତେ ନାଲି ବ୍ଲଡ଼। ଆକ୍ଚୁଆଲି ଚିନ୍ତା କର, ଏଇ ଗୋଟିଏ ଖାଇବାର 25 ଦିନ ପରେ ତାଙ୍କର ବ୍ଲଡ଼ ଧଳା ହେଇଯାଏ, ମାନେ ପାଣି ଖାଲି ହୁଏ। ସେ ମୋତେ ଡାଇରେକ୍ଟ ଡାକିଲେ, ମୁଁ ଆକ୍ଚୁଆଲି ଛାତି ଧରିଥିଲା ଯେତେବେଳେ ମୋତେ ଘରେ କହିଦେଲେ, ମୁଁ ଜାଣିନଥିଲି ତାଙ୍କର ଏମିତି ରୋଗ ବୋଲି। ରକ୍ତ ନେଇନି ସବୁ ଗଣ୍ଠି, ତେଣୁ ସିଏ ଯେଉଁଠି କାଟିଦେଲେ କାଲି ଧଳା ପାଣି ବାହାରିବ। କିନ୍ତୁ 25 ଦିନ ପରେ ଆକୁ ଖାଇକି ସିଏ ପୁରା ନାଲି ବ୍ଲଡ଼ ହେଲା। ତାପରେ କହିଲେ ନାଇଁ ପୁଅ ମୁଁ ଖାଇବି। ତେଣୁ ଚିନ୍ତା କରନ୍ତୁ 216ଟା ସେ ଦେଇଛନ୍ତି ବ୍ଲଡ଼। ଆକୁ ନେଲା ପରେ ଆକୁ 6 ମାସ ନା 7 ମାସ ଖାଇଛନ୍ତି। କେତେ ମାସ ଖାଇଛନ୍ତି? 11 ମାସ ଖାଇଛନ୍ତି। 11 ମାସ ପରେ ଆଉ ବ୍ଲଡ଼ ନେଇଛନ୍ତି କି? ନାଇଁ କେତେ ବର୍ଷ ହେଇଗଲାଣି? ନାଇଁ ନାଇଁ ନାଇଁ, ଏଇ ଯେଉଁ ବ୍ଲଡ଼ ନେବାରେ ଖାଇଲା ପରେ କେତେ ଦିନ ଗ୍ୟାପ୍ ହେଇଗଲାଣି ଆଉ ବ୍ଲଡ଼ ନେଇନି? ମାନେ ବର୍ଷେ ନା 2 ବର୍ଷ ନା 3 ବର୍ଷ ସୁଦ୍ଧା? ହଁ ଆଜି ସୁଦ୍ଧା 4 ବର୍ଷ ହେଲା। 4 ବର୍ଷ ହେଲା। ଚିନ୍ତା କର, 11 ମାସ ଖାଇଛନ୍ତି, ଯିଏ ନେଉଥିଲେ ପ୍ରତି କ'ଣ 72 ଘଣ୍ଟାରେ 4ଟା ବ୍ଲଡ଼, ମାନେ 3 ମାସରେ ଥରେ ସେ କମ୍ପଲସରି ନେବେ। କିନ୍ତୁ ମାନେ 4 ବର୍ଷ ହେଲା ଆକୁ ଖାଇକି ବ୍ଲଡ଼ ତାଙ୍କର ଆଉ ଅଭାବ ହେଇନି, ଚାଲୁଛନ୍ତି ତୁମ ଆଗରେ ଠିଆ ହେଇଛନ୍ତି, ହେଲା କି? ନେଇଛନ୍ତି କି ଆଉ? ଏବେ ସୁସ୍ଥ ଅଛନ୍ତି ନାଇଁ? ହଁ ବହୁତ ସୁସ୍ଥ ଅଛି। ଆଉ ଏବେ ତ ଆମର ତ କ'ଣ, ଆମେ ବୁଢ଼ା ହେଲେ ମାନେ ଅଟୋମେଟିକ୍ ଆମର ସବୁ ଇଏ ହେବ। କିନ୍ତୁ ଚିନ୍ତା କରନ୍ତୁ ଆର ଦମ୍ କେତେ ଏ ମେଡ଼ିସିନ୍ର। ଡାକ୍ତର କହିଲେ ଏଠି ଟିକେ ବଟିକା, ଇচ্ছে ଟିକେ ବଟିକା, ତୁମ ଇচ্ছে ଶୀଘ୍ର କାମ କରିଦେବା। ନାଇଁ ନାଇଁ ତ ଆଗ ଉଠେ କିଛି ଖାଉନି, ସବୁ ଫୋପାଡ଼ି ଦେବୁ, କେବଳ ସେଇ ବଟିକା ଖାଇକି। ଆକୁ ଖାଇଲେ କ'ଣ ହେବ? ତୁମର ସବୁ ଯାବତ ଆମ ବଡ଼ିକି ଦରକାର 46 ପ୍ରକାର ଭିଟାମିନ୍, ଏଥିରେ 43 ପ୍ରକାର ଭିଟାମିନ୍ ଅଛି। ଆକ୍ଚୁଆଲି ସତ କଥା ମୁଁ କେଉଁଠି ଟେଷ୍ଟ କରିନି, କିନ୍ତୁ ଏସବୁ ଏକ୍ସପିରିଏନ୍ସରେ ସବୁ ବାହାରିଛି ମୋର। ଆକୁ ଦେଲି ସେ ଭଲ ହେଇଗଲେ, ଏଇ ଟାଇପ୍ର ଏ ଜିନିଷଟା ବାହାରିଛି। ଆମେ ତ କେଉଁଠି ଟେଷ୍ଟ କରିବାକୁ ଆମର ପଇସା ନାହିଁ, ଆମେ ଗଭର୍ଣ୍ଣମେଣ୍ଟକୁ ପଠାଇବା ପାଇଁ ପଇସା ଆମକୁ ମାସରେ ପଚାରିବେ। କିନ୍ତୁ ଏଇଟା ଯେହେତୁ ଆମେ ପାରମ୍ପରିକ କରୁଛୁ, ନିଜେ ଟେଷ୍ଟ କରୁଛୁ, ଏ ଜିନିଷ ମାନେ ଇଏ କରି ତାର ଭିଟାମିନ୍ ବାହାରିଛି। ବହୁତ ଭିଟାମିନ୍।